ଆପଣଙ୍କ ସହ ଏମିତି ହେଉଛି କି ଯେ ରାତି ସାରା ଗୋଟିଏ କଥାକୁ ଭାବୁ ଭାବୁ ରାତି କେତେବେଳେ ପାଇଯାଉଛି କିନ୍ତୁ ଆପଣଙ୍କ ଆଖିକୁ ନିଦ ଆସୁନାହିଁ। ତେବେ ଏହି ସମସ୍ୟା ସୁଖ ପାଇଁ ବି ଭାବନା ହେଇପାରେ, ଦୁଃଖ ପାଇଁ ବି ଭାବନା ହେଇପାରେ। ଯେମିତିକି କୌଣସି ଫଙ୍କସନ ଥିଲେ କିମ୍ବା ଆଗକୁ କାହାକୁ ସାକ୍ଷାତ କରିବାକୁ ଥିଲେ ବା ଇଣ୍ଟରଭ୍ୟୁ ଯଦି ରହିଛି କିମ୍ବା ପିଲାମାନଙ୍କ କ୍ଷେତ୍ରରେ ଯଦି ପରୀକ୍ଷା ରହିଛି, ସେଇ କଥାକୁ ଭାବି ଭାବି ରାତି ସାରା ନିଦ ଆସିନଥାଏ। ଅର୍ଥାତ୍ ଗୋଟିଏ କଥାରେ ଆପଣଙ୍କ ରାତିର ନିଦ ଉଭେଇ ଯାଇଥାଏ। ତେବେ ଏଥିପାଇଁ ହୋମିଓପାଥିକର ସୁନ୍ଦର ଉପଚାର ଅଛି। ସାଧାରଣତଃ ଆମେ କଫି ପିଇଲେ ସ୍ମାର୍ଟ ଲାଗିଥାଏ ଏବଂ ମୋଟ ଉପରେ ଏହା ନିଦ ଉପରେ ପ୍ରଭାବ ପକାଇଥାଏ। ମାତ୍ର କଫିରୁ ପ୍ରସ୍ତୁତ ଏକ ହୋମିଓପାଥିକ ଔଷଧ ଏହି ସମସ୍ୟାର ସମ୍ପୂର୍ଣ୍ଣ ଉପଚାର କରିଦେଇପାରେ। ଯେମିତିକି କଫିଆ କ୍ରୋଡା 200। ଯଦି ଆପଣଙ୍କ ପାଖରେ କୌଣସି ଗୋଟିଏ କଥାକୁ ଭାବି ଆଖିକୁ ନିଦ ଆସୁନାହିଁ, ତେବେ ଆପଣ ଏହି ଔଷଧର ବ୍ୟବହାର କରିପାରନ୍ତି। ଏହି ଔଷଧର ବ୍ୟବହାର କରିବାର ଶୈଳୀ ହେଉଛି ଆପଣ ଶୋଇବାକୁ ଯିବାର 3 ଘଣ୍ଟା ପୂର୍ବରୁ ପ୍ରତି ଘଣ୍ଟାରେ ଡାଇରେକ୍ଟ ଜିଭରେ 2 ଠୋପା ଅର୍ଥାତ୍ 3 ଘଣ୍ଟାରେ 3 ଥର 2 ଠୋପା ଲେଖାଏଁ ଜିଭରେ ଡାଇରେକ୍ଟ ନିଅନ୍ତୁ। ଦେଖିବେ ଆପଣଙ୍କ ଠାରେ ଯୋଉ ଏହି ସମସ୍ୟା ଥିଲା ସମ୍ପୂର୍ଣ୍ଣ ରୂପେ ଓଭାନ ହେଇଯିବ ଏବଂ ଆପଣଙ୍କୁ ସୁଖ ନିଦ୍ରା ହେବ। ତେବେ ଆପଣମାନେ ଖୁସିରେ ଥାନ୍ତୁ। ପୁଣି ଦେଖା ହେବା ନେକ୍ସଟ ଭିଡିଓରେ।